तो सांग मैंने आसुन देखिए आम बिलर आज जह्नी आ काकुड़ी बाहरी एतक जह्नी बाहरी एतक काकुड़ी एतक जह्नी गाँ को बापा कौन जह्नी रखीच ये रही आज गोटे रखिलुनि आ काकुड़ी आते जह्नी रख ये पुणी यही जन देच आज गोटे जन दौन ये जह्नी आ काकुड़ी धुआ होता हाँ तो अल्प जह्नी तो सांग मैंने आमर ये जाऊँ गाँ ठीक परियापत्र एथरे भंडा बही कौन देवी छोट छोट भंडा गया छोट छोट भंडा बो भावुँ कौन कहला आमर माने चाष भंडा मत कह तुम भल भंडा चाष मुझे आ जाऊनु हाँ जा तू से जाने पैसा पैसा किसी होनी ये कौन चप्पल पिंधाई चप्पल आगु पछ कुल अति गुरे हो सब तो चप्पल टा एमि देख रहउछि हाय अरे से से पैसा नहीं हो किणी खाईदब आस्ते आस्ते जीव छुई भजा बेसर दे भाजी ना साधा हाँ शुभुनी हाँ सांग मैंने आम सकाल पखाड़ छुई भजा भजा अच्छी आउटे आलू अच्छी एपटे शाग हाँपाई फुटणटा फुटुची पियाज पकईदा आसन देखिया कदू कौन खाऊँ आमर सकाल पखाड़ सज पखाड़ भात आ बासी पखाड़ भात एपटे छुई भजा आलू भजा चुंगुड़ी भजा शाग भजा ए खाई को शागटा चाखुन आज छुई देते भल छुई ना भल लगे शाग तो पूरा एतिकी जोड़िए तादर पुणी अधे पोचा भल लगता शागटा आनी था ना क्या खाइब पुओ जेजु क्या डाक जेजु खाइबे मु खाइबिनी हाँ डाकी दौ मत तो भल मुझे कहीं घंटे लेखा बसबी हेलो बापा कौड़े पलैले बापा आल जेज ना जय जगन्नाथ सांग मैंने मु प्रियांशी मोर एक नुआ भिडियो को आप वेलकम आई एम वेरी गुड मॉर्निंग तो सांग मैंने आपण मैंने केमती अच्छा आशा करुँच आपण मैंने भल शिखे तो मुझे दुख सुखरे बर्तमान भगवान दुखरे टी रखिंट गत भिडियो आपने जानते मुझे किसी पार्ट्रे मुझे भगवान तो दुख सुख लगे रखिंट तो छाड़ू जहाँ भोगियार थो तो मनुष्य भोग
କହିବାର କିଛି ନାହିଁ। ଆଉ ଜଗନ୍ନାଥଙ୍କୁ ଡାକୁଛି ସମସ୍ତଙ୍କୁ କେମିତି ଘଣ୍ଟା ଘୋଡ଼େଇକି ଭଲସେ ରଖନ୍ତୁ। ମୋ ରକ୍ତର ଲୋକ, ମୋ ନିଜର ଲୋକ, ମୋର ସମ୍ପର୍କୀୟ, ମୋ ଶତ୍ରୁ ଏମିତି ସମସ୍ତଙ୍କୁ ଭଲସେ ରଖନ୍ତୁ। ଏଥିରେ କିଛି ଭାବିବାର ନାହିଁ। ତ ସାଙ୍ଗମାନେ ଆଉ କ'ଣ କରୁଛନ୍ତି? ବର୍ତ୍ତମାନ ମୁଁ ସକାଳର ଛାଡ଼ ସେସବୁ କଥା। ଏବେ ମୁଁ ସକାଳର ଭିଡ଼ିଓଟା କିଛି ମାନେ ପାର୍ଟ ମୁଁ ସବୁ ଦେଇଦେଇଛି। ତାପରେ ବର୍ତ୍ତମାନ ମୁଁ ଏବେ ଲାଗିବି ଦ୍ୱିପହର ରୋଷେଇ ପାଇଁ ଆୟୋଜନ ବର୍ତ୍ତମାନ ମୁଁ କରିବି। ସକାଳର ଖିଆପିଆ ସବୁ ସରିଯାଇଛି। ତ ଦ୍ୱିପହରର ରୋଷେଇ ପତ୍ର ପାଇଁ ଆୟୋଜନ କରୁଛି। ଲାଇନ୍ ବି ରହୁନି, ଲାଇନ୍ ଆସୁଛି ଯାଉଛି, ମାନେ ବହୁତ ବି ଗରମ ହେଉଛି, ଲାଇନ୍ ବି ରହୁନି, କଣ୍ଟିନ୍ୟୁ ମାନେ ଏମିତି କଟିଯାଉଛି। ତ ସବୁ ଭିତରେ ବି ମୁଁ ସବୁ କାମ କରିବାକୁ ପଡ଼ିବ। ପିଲାକୁ ବି ତାକୁ ଟାଇମ୍ ବାହାର କରିବି, ପିଲାକୁ ବି ଟିକିନାକୁ ଦେଖିବାକୁ ପଡ଼ିବ। ଆଉ ହଁ, ଆପଣମାନେ ମୋ ଭିଡ଼ିଓକୁ କେତେ ଭଲ ପାଇବା ଦେଉଛନ୍ତି, କାହିଁ କେହି କମେଣ୍ଟ ତ ଦେଉନାହାନ୍ତି। କମେଣ୍ଟ ଦେଉନାହାନ୍ତି, ଶୁଣନ୍ତୁ, କମେଣ୍ଟ ମୁଁ ଗୋଟେ କଥା କ୍ଲିଅର୍ କରିଦେଉଛି, କମେଣ୍ଟ ଦେବେ ବୋଲି କିନ୍ତୁ ଖରାପ କମେଣ୍ଟ କେହି ଦେବେନି। ମୁଁ ଗୋଟେ କଥା କହି ଆସିଛି, ଯଦି ଦେବେ ଆପଣ ଭଲ କମେଣ୍ଟ ଦେବେ। ଆଉ ଭିଡ଼ିଓରେ ଯଦି କିଛି ପ୍ରୋବ୍ଲେମ୍ ଥିବ, ସେ ପ୍ରୋବ୍ଲେମ୍ଟା ଆପଣ କମେଣ୍ଟ ଜରିଆରେ ହିଁ କହିପାରିବେ। ମୁଁ ଏଇଟା ହିଁ ଚାହୁଁଛି। ମୁଁ କହୁନି କି କିଏ ଗୋଟେ ଭଲ କମେଣ୍ଟ ଲେଖିଦେଇକି ବାହା ମୁଁ ନେଇଯିବି, ସେଇଟା ନୁହେଁ। ମୁଁ କମେଣ୍ଟ ବକ୍ସରେ କମେଣ୍ଟ ଲେଖିବା ପାଇଁ ଏଥିପାଇଁ କହୁଛି କି ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ଆପଣମାନେ କମେଣ୍ଟଟା ଦେଇପାରିବେ। ନାଇଁ, ଯଦି ଆମ ଭିଡ଼ିଓରେ କିଛି ଗଲତି ମିଷ୍ଟେକ୍ ରହୁଥିବ ତାହେଲେ ସେ ଭିଡ଼ିଓ ଜରିଆରେ ଆପଣ କହିପାରିବେ। ତାହେଲେ ମୁଁ ଜାଣିବି କି ମୋ ଭିଡ଼ିଓରେ କେଉଁଠି କ'ଣ ପ୍ରୋବ୍ଲେମ୍ ରହିଲା, କେଉଁଠି କିଛି ରହିଲା। ସେଇଟାକୁ ମୁଁ ନେକ୍ସଟ ପାର୍ଟରେ ମୁଁ ଆପଣମାନଙ୍କୁ ସେଇଟା କ'ଣ ନା ମାନେ ଦେଖିକି ସେ ଭିଡ଼ିଓଟା ଠିକ୍ ସେ କରିବା ପାଇଁ ଚେଷ୍ଟା କରିବି। ତ ସେଥିପାଇଁ ମୁଁ କହୁଛି। ଆଉ କାହିଁ ଆପଣମାନେ ଭିଡ଼ିଓଟା ଦେଖୁଛନ୍ତି କି ନାହିଁ, କାହିଁକି ମୁଁ ତ ଆଉ ଦେଖିବା ମୋର ଟାଇମ୍ ବି ପାଉନି। ଆଉ ଗତ ଭିଡ଼ିଓ କାଲିର ଭିଡ଼ିଓଟା ଯେଉଁ ମୁଁ ଛାଡ଼ିଛି, ମୁଁ ଏଯାଏଁ ତାର ଥମ୍ବନେଲ୍ ପକାଇବି। ମୁଁ ଥମ୍ବନେଲ୍ଟା ପକାଇଦେବି ବୋଲି, କାହିଁକିନା ମୋତେ ବି ଟିକେ ଟାଇମ୍ ମିଳୁନି। ଅଚାନକ ଟାଇମ୍ ସବୁ କେତେବେଳେ କେମିତି ସବୁ ପଳାଉଛି, ମୁଁ କିଛି ଜାଣି ହେଉନି। କାରଣ ଏମିତି ଆଖି ମୁଜିକି ଖୋଲିଲା ଆସିକୁ ମାନେ କେତେ ସେକେଣ୍ଡ ଯାଉଛି ବୋଲି କହିହେବନି। ତ ଏଇଭଳିଆ କଥା। ଆଉ ଆପଣମାନେ ଆଉ ଗୋଟେ ଭଲ କଥା, ମୁଁ ଟିକେ ସର୍ଟ ଭିଡ଼ିଓ ପକାଇବାକୁ ନାହିଁ। ଆସିକି 5-7 ଦିନ ହେଲା ସର୍ଟ ଭିଡ଼ିଓଟା ପକାଇବାକୁ ନାହିଁ। ସର୍ଟ ଭିଡ଼ିଓଟା ଗତକାଲି ମୁଁ ସେଇଟା ମାନେ କ'ଣ କ୍ରିଏଟ୍ କରିଥିଲି ସର୍ଟ ଭିଡ଼ିଓଟା ପକାଇବା ପାଇଁ, କିନ୍ତୁ ମୋ ଭାଇର ଗୋଟେ ଏମିତି ସିଚୁଏସନରେ ମୁଁ ସେଇଟା ଭଲ ଲାଗିଲାନି ପକାଇବା ପାଇଁ। ଦେଖନ୍ତୁ, ସୋସାଇଟି ବହୁତ ପ୍ରକାର ଇଏ କରିବ। ଯଦି କାହାର ଗୋଟେ ତମ ନିଜ ଲୋକର ଗୋଟେ ଜିନିଷ ହେଇଯାଇଛି, ଭଲ ହେଉ କି ଖରାପ ହେଉ, ତୁମେ ଯଦି ସେ ଜିନିଷଟା ଆମର କ'ଣ, ଏଇଟା ଆମେ ହେଉଛୁ ଜଣେ ଛୋଟ କ୍ରିଏଟର ହେଲା, ଏ କାମଟା ହିଁ ସେଇଆ। ତ ଭାଇର ଗାଡ଼ି ଆକ୍ସିଡେଣ୍ଟଟା ହେଇଯାଇଛି, ଯଦି ମୁଁ ସେଠି ସେ ଭିଡ଼ିଓଟା ପକାଇବି, ଆକ୍ଚୁଆଲି ମୁଁ ଅପ୍ରିୟ ସତ୍ୟଟା କହୁଛି ହେଲା କି, ପ୍ରକୃତ ନିରାଟ ସତ୍ୟଟା। ଯଦି ମୁଁ ସେଠି ସର୍ଟ ଭିଡ଼ିଓଟା ପକାଇ ଦେଉଛି ତାହେଲେ ଲୋକ କହିବେ, ମୁଁ ପ୍ରଥମ କଥା ମୁଁ ଲୋକ କଥାକୁ ଅନାଏନି। ଆଉ ଦ୍ୱିତୀୟ କଥା ହେଲା, ଯାହା ହେଲେ ବି ନିଜକୁ ଗୋଟେ ଖରାପ ଲାଗିବ। ତ ସେଥିପାଇଁ ମୁଁ ସେ ଭିଡ଼ିଓଟି ସର୍ଟ ଭିଡ଼ିଓଟି କ'ଣ ନା ମୁଁ ସେଇଟା ଅପଲୋଡ଼ କରିପାରୁନି। ମୁଁ ତାକୁ ସେଇଟା ରଖିଛି ଆଜି ପକାଇବି ବୋଲି, କାରଣ ଇମିଡ଼ିଏଟଲି ମୋତେ କିଛି ସିଚୁଏସନ୍ଟା ଫେସ୍ କରିବାକୁ ପଡ଼ିଲା। ମୁଁ ଆମ ଗାଁକୁ ଟିକେ ଗଲି, ଆଉ ସର୍ଟ ଭିଡ଼ିଓଟା ପକାଇ ପାରିଲି। ତାପରେ ନିଜକୁ ନିଜକୁ ଟିକେ ବି ଖରାପ ଲାଗିବ କି ଏମିତି ସିଚୁଏସନରେ ଗୋଟେ ସର୍ଟ ଭିଡ଼ିଓ ଡ୍ୟାନ୍ସ ମାନେ କ'ଣ, ମୁଁ ଆକ୍ଚୁଆଲି ୟୁଟ୍ୟୁବ୍ ବିଷୟରେ କିଛି ଜାଣିନଥିଲି ହେଲା କି। ତ ମୁଁ ନିଜେ ସେଇଟା କ୍ରିଏଟ୍ କରିକି କଣ୍ଟେଣ୍ଟ ରଖିଦେଇଛି ଡ୍ୟାନ୍ସ। ଯଦି ମୁଁ ମାନେ ସେ ବିଷୟରେ ମୋତେ ଟିକେ ନଲେଜ୍ ଥାନ୍ତା, ମୁଁ କଣ୍ଟେଣ୍ଟଟା ଏବେ ସେଇଟା ଜାଣୁଛି, କିନ୍ତୁ କଣ୍ଟେଣ୍ଟଟା ମୁଁ ଆଉ କିଛି ରହିଥାନ୍ତି ହେଲା କି। ତ ମୁଁ ସେ ଡ୍ୟାନ୍ସ କଣ୍ଟେଣ୍ଟଟା ରଖିଦେଇଛି। ଲୋକ ଭାବେ ଏମିତି ସିଚୁଏସନରେ ଯେମିତି ଭଉଣୀଟା ହେଇକି ଡ୍ୟାନ୍ସ ପୁରା କରିଦେଉଛି, କିନ୍ତୁ ଏ କାମ ହିଁ ସେଇଆ। ଯଦି ତୁମେ କଣ୍ଟିନ୍ୟୁ ନ କରିବ, ଲୋକମାନେ ତୁମ ଭିଡ଼ିଓଟାକୁ ହିଁ ଦେଖିବେନି ହେଲା। ଆଉ ଡେଲି ନ ପକାଇଲେ ଲୋକ ବି ଭିଡ଼ିଓଟା ଦେଖିବେନି। ତ ମୋତେ ଟିକେ ଭଲ ଲାଗିଲାନି। ତାପରେ କାଲି ମନଟା ବି ମୋର ଟିକେ ଖରାପ ଥିଲା, ମାନେ ମୁଁ ସେଇଟା କାଲି ପକାଇବି ବୋଲି ଭାବୁଥିଲି, କିନ୍ତୁ ସେଇଟା ଗୋଟେ ଏମିତି ଇମିଡ଼ିଏଟଲି ଗୋଟେ ସିଚୁଏସନ୍ ଫେର୍ ହେଇଗଲା, ଆଉ ଭଲ ଲାଗିଲାନି। ତାପରେ ମୁଁ ଟିକେ ଆମ ଗାଁକୁ ପଳେଇଲି। ତ ମୁଁ ଭାବୁଛି କାଲିର ଭିଡ଼ିଓଟା ମୁଁ ଆଜି ପକାଇଦେବି ହେଲା କି। ତ ଆପଣମାନେ ସର୍ଟ ଭିଡ଼ିଓ ନିହାତି ଭାବେ ଦେଖିବେ। ଆଉ ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ, ଆପଣମାନେ ଆମର ଭିଡ଼ିଓ ଭଲ ହେଉ କି ଖରାପ ହେଉ, ଟିକେ ପୁଅର ସେଇଟା ଟିକେ ଭଲ ପାଇବା ଦେବେ।
ପୁଅ ରହ ଟିକେ ଏଠୁ ତ କିଛି ବି କରିଦେବ। ହଁ ହଉ ସାଙ୍ଗମାନେ ଏବେ ରହିଲି ଆଉ ଆଗକୁ ଆପଣମାନଙ୍କୁ ଭିଡ଼ିଓ ଦେବା ପାଇଁ ଚେଷ୍ଟା କରିବି। ତ ସାଙ୍ଗମାନେ ଦ୍ୱିପହର ପାଇଁ ମୁଁ ଚିଙ୍ଗୁଡ଼ି ତରକାରୀ କରିବି। ଏବେ ଯାଉଛି ଟିକେ ମସଲାଟା ବତୁରେଇ ଦେବି ହେଲା କି। ମସଲାଟା ବତୁରେଇ ଦେଲେ ସେ ସିଆଡ଼େ ବତୁରୁଥିବ ଆଉ ମୁଁ ଟିକେ ପୁଅକୁ ଟିକେ ପଢ଼ାପଢ଼ି କରିଦେବି। ଏ ପୁଅ ଏପଟେ ଟିକେ କଳ ମାରିଦେଲୁ କଳ ଟିକେ ମାରିଦେଲୁ କଳ ମାରିଦେଲୁ ଟିକେ। ନାଇଁ ଓଦା ହଉ କ'ଣ ଏତେ ପରିଷ୍କାର ଦେଖୁଛୁ। ହଁ ହଉ ହେଲା ଥ୍ୟାଙ୍କ ୟୁ ଚାଲ କହିବାରୁ ମୋ ପୁଅ ଏଡ଼େ ପରିଷ୍କାର ଯେ ଟିକେ ଓଦା ପୋଛୁ ହେଲେ ତାକୁ ଭାରି ଅପରିଷ୍କାର କହୁଛି ଓଦା ହେଇଛି ମୁଁ ଯିବିନି। ଯିବା ବତୁରେଇ ଦେବା ସୋରିଷ ଜିରା ଶୁଖିଲା ଲଙ୍କା ତ ନାହିଁ ଗୁଣ୍ଡା ଲଙ୍କା ପକେଇଦେବା। ଇଆଡ଼େ ବତୁରୁ ସିଆଡ଼େ ଟିକେ ପୁଅକୁ ଟିକେ ଅଧଘଣ୍ଟେ ଘଣ୍ଟେ ମୁଁ ପଢ଼େଇ ଦେଲେ ମୁଁ ସାଟିସ୍ଫାଏ ମୋ ପୁଅ ବି ତାକୁ ବି ଭଲ ହେବ। କ'ଣ କରିବା କର୍ମମୟ ଜୀବନ କିଛି ବି କରିହେବନି। ହଉ ଏଇଠି ଟିକେ ମୋବାଇଲଟା ରଖିଦେ। ମୋବାଇଲ ଓହୋ ଆକ୍ଚୁଆଲି ସାଙ୍ଗମାନେ ଗୋଟେ କଥା ହେଉଛି ଚିଙ୍ଗୁଡ଼ି ତରକାରୀଟା ତୁମେ କରିବ ମାନେ କ'ଣ ଚିଙ୍ଗୁଡ଼ା ଗ୍ୟାସ୍ ହେବ। ତୁମେ କଷେଇ ଗଲେ ଚିଙ୍ଗୁଡ଼ି ମୋତେ ଆଇଁଷିଣା ଗ୍ୟାସ୍ ହେଲେ ମୁଁ ଜମା ଭଲ ନୁହେଁ। ବେସରଟା ମୁଁ ଏଥିପାଇଁ ପକାଉଛି କି ବେସରଟା ପକାଇଲେ ଆଇଁଷର କିଛି ସ୍ମେଲ୍ଟା ସେ ଦେବନି। ବେସରର ସ୍ମେଲ୍ଟା ଦେବ ତ ଯିଏ ଟିକେ ଆଇଁଷିଣା ଲୋକ ତାଙ୍କୁ ଆଇଁଷିଣା ହିଁ ଭଲ ଲାଗିବ। ମୋତେ ତ ଆଇଁଷ ଜମା ଭଲ ନାହିଁ। ଜମା ଭଲ ନାହିଁ ବୋଲି ମୁଁ କହିବିନି। ମୁଁ ଅଣ୍ଡା ତରକାରୀ ଖାଏ କଙ୍କଡ଼ା ସେମିତି ଖାଏ କିନ୍ତୁ ଚିକେନ୍ ମୋତେ ଜମା ଭଲ ଲାଗୁନି। ଚିକେନ୍ ମୁଁ ଆଗରୁ ଖାଉଥିଲି ଏବେ ଛାଡ଼ା ହେଇଗଲା ବାହାରିଲା ପରେ ମୁଁ ଆଉ ଚିକେନ୍ ଆଉ ଖାଉନି। ଆଉ ମାଛ ତ ଲୁଣି ମାଛ ଯଦି ଖାଇବି ଟିକେ ନାକୁ ଖାଇବି ସେ ଯଦି ଭଲସେ ତେଲ ଦିଆ ହେଇକି ଆଉ ତେଲ ଦିଆ ହେଇଥିବ ଆଉ ମସଲାଟା ପତଳା ଥିବ ହେଲା କି ତାହେଲେ ମୁଁ ଖାଇବି। ଆଉ ଭଲ ସେ ପୋଡ଼ ହେଇଥିବ ତେଲରେ ପୁରା ଛଣା ହେଇଥିବ। ଏଇ କ'ଣ ଆଇଁଷିଣା ଗ୍ୟାସ୍ ହେଲେ ଖାଇ ତୁ କ'ଣ ସହିତ ଟାର୍ଗେଟ୍ କରୁଛୁ ଗୋଟେ ବେକରେ ବେଚା ଆସି ଗୋଟେ ଭିଡ଼ିଓ କଲା ଗୋଟେ ଲାଇଟ୍ ଫାଇଟ୍ ପକେଇ ପାଲା କରୁଛି ଏତିକି। ମୋତେ ଆଇଁଷିଣିଆ ଗ୍ୟାସ୍ ହେବନି ମୋତେ ଆଇଁଷ ଭଲ ନାହିଁ। ଯେଉଁ ମାଛଟା ଆଇଁଷିଣିଆ ଦଳୁଆ ପଙ୍କୁଆ ଗ୍ୟାସ୍ ହେଉନଥିବ ମୁଁ ସେଇ ମାଛଟା ଖାଇବି ଅଳ୍ପ ଟିକେ। ଆଉ ଯେଉଁ ଫାଳେ ପାଚିଥିବ ଫାଳେ ପାଚି ନଥିବ ମଣିଷକୁ କିନ୍ତୁ ଅନେଇଥିବ ଆପଣ କହିବେ କି ଗର୍ବ କରି କହୁଛି ଗର୍ବ ନୁହେଁ ଏଇଟା ନିରାଟ ସତ୍ୟ। ମୁଁ ମୋ କଥା କହୁଛି ମୋତେ ସେମିତି ଖାଦ୍ୟ ଖାଇବାକୁ ଜମା ଭଲ ନାହିଁ। ମୁଁ କହିବି ତେଲ ଦିଆ ହେଇଥିବ ତେଲ କିନ୍ତୁ ଅଧିକ ଖାଇଲେ କିନ୍ତୁ ବହୁତ ରୋଗ ହେଲା କି କିନ୍ତୁ ତେଲ ଦିଆ ସେଟା ଟିକେ କ'ଣ ପାଚୁଥିବ ବ୍ରାଉନ୍ ଆଉ ରେଡ୍ ଆସୁଥିବ ସେମିତି ଭଲ। ଆଉ ଯଦି କଞ୍ଚାଳିଆ ଯେଉଁ ତେଲ ନ ପକେଇକି ଭାଜିବ ଯାହା ହେଲେ ବି ଗୋଟେ ଲୋକଙ୍କୁ ସଫ୍ଟ ମାଛଟା ପୁରା ସଫ୍ଟ ଭଜା ହେଇଥିବ ସେଟା କ'ଣ ଆଇଁଷିଣା ଗ୍ୟାସ୍ ଝୋଳ। ଆଇଁଷଟା କ'ଣ କହିଲେ ସାଙ୍ଗମାନେ ଆଇଁଷଟା ହେଉଛି ରାକ୍ଷସ ଭୋଜନ ହେଲା କି ତମେ ଭାଇ ଯେତେ ଭଲରେ କରିକି ଖାଅ ଆତ୍ମା କିନ୍ତୁ ସିଧି ନାହିଁ ଆତ୍ମା ଅସନ୍ତି। ତାଙ୍କର ଆଇଁଷଟା ଖାଇବା ଠିକ୍ ନୁହଁ କାରଣ ଆଇଁଷଟା ଖାଇବା ଠିକ୍ ନୁହଁ କ'ଣ ମୁଁ କହୁଛି ନା ଆଇଁଷଟା ଖାଇଟା କ'ଣ ଠିକ୍ ନୁହଁ ମୁଁ କହୁଛି ନା ଆଇଁଷଟା ସମସ୍ତଙ୍କ ଦେହରେ କ'ଣ ଆତ୍ମା ଅଛି ତ ଆମେ ଜଣକୁ ମାରିକି ଖାଉଛେ ନା ତ ଆମେ କେମିତି ସିଦ୍ଧି ହେଇପାରିଲେ ଯେହେତୁ ଆମେ ଗୋଟେ ସଂସାରରେ ବସବାସ କରୁଛେ। ଆଉ ଆମର ପିଲାବେଳୁ ମୋ କଥା ଛାଡ଼ନ୍ତୁ ଯେଉଁମାନେ କ'ଣ ନା ଆଇଁଷ ବେଶୀ ଖାଉଛନ୍ତି ତ ସେମାନଙ୍କର ଗୋଟେ ଅଭ୍ୟାସ ସେମାନଙ୍କର ଟିକେ ଆଇଁଷ ପାଣି ନହେଲେ ଚଳିବ। ମୁଁ ଆମ ଘର କଥା ବି କହୁଛି ବାପ ଘର କଥା ଆଉ ତ ସେଇଭଳିଆ ମାଛ ଗୋଟେ କ'ଣ ଆଇଁଷ ସେ ଆଉ ଗୋଟେ ଜୀବ ଗୋଟେ ହେଲା କି ତ ପୁଅ କେଡ଼େ ଖତରନାକ।
हाँ हाँ सारे भिडियो बहुत लंग हो मत सैकल चक्कर पूरा धक्का मारी सारे बैक करे आ तू केड़े केड़े लिखुच जे टिक टिक ले अणसठी कौन पी हाँ जे पी ओ पी पॉप जो ओ जो बसी कौन पाई से बसी कौन कही कौन कही पाठरे पाठरे कौन कही कौन देची नेमोरिसी जाबडा मारी गाला फटे देवी कह कौन लिखा है सर्ट द वर्ड्स सर्ट द वर्ड्स एंड राइट दम अंडर द करेक्ट भावल्स जो भावल है से भावल रे केतेटा अक्षर माने भावल केतेटा अक्षर कौन ए ई आई ओ यू पांचटा अक्षर जो ओ जो देची सेठी ओ सब जो से जो बॉक्स भितर लिखा है से बॉक्स भितर कोठी ओ बसीची भावलर एक भावलर कोठी बॉक्स रे जो वार्ड है ओ बसिकी से वार्ड खोजिकी ता देहरे लिखिबू ताले ओ कोठी लिखा है देखे ओ लिखिकी वार्ड है ताले से फॉक्स रे सेठी लिखा है हैला तापरे पी ओ पी पॉप एठी लिखाबो एल ओ टी लॉट एठी लिखाबो तोरला से कहि भावल रे जो पांचटा अक्षर अछि पांचटा अक्षर रे पांचटा माने कोन ब्रैकेट से कर देछि तापरे जो भावल रे पांचटा जो कोन ना लेटर देछि ओ ई आई ओ यू से देछि से सबुर वर्ड टाक तू आनिक लिखिबू धर ओ अछि सेठी ओ अछि ओ रे कोन ओटा लिखिकी गोटे वर्ड हेतबो है सी ओ बी कोन कोब तो सांग मैंने आम आड़े मेघुआ घोड़े कि प्रबल गरम हो रोसईटा बसैक आसिक आसन देखिया चुनी तक कौन है सांगे आमर ये चुनी तक बस देखो टमाटो बटाई तो सांगे दीपर को चुंगड़ी तरकारी टमाटा पड़ी सीजा खाई मुझे ना तो देखो कौन सा आमर दीपर चुंगड़ी तरकारी आ गरम भात कौन है खाई कौन ऊपर ऊपर एमती लोक मैंने जनाऊल ऊपर ऊपर ना भितर आ प्रकृत जब है प्रकृत एक्सप्रेशन दब जब प्रकृत भल न हो डिसलाइक कर
खाई चलो। जोरे गरम बोलो मेघ टिके होनी से घर के उड़े मुइया उड़े से जुआड़े सफा सुतरा ହେଇଗଲା ଆଉ ନାଇଁ ଏ ଆके ଦିଟା ଆଣିଛି ଯେ थैंक यू रुपे थैंक यू मैंने देखिए पारे एने 6टा बेला 6टा केमी आम आड़े केमी मेघ होती आप देखिपे मेघ होना जमी मो पुओ को ट्यूशन आने बाहर मेघ होला कौन कर प्रभु मेघ खाली काची दे पूरा मेघ आसी कहार कदली गछ आमर कि कहार के जानी मैंने से कौन चलती आस देखा मुझे जूम कर देखा मो पुओ गाड़ी खेलुची गोटा गोटा गाड़ी धरिक आनी तर से खेलुची आईपद बाबू कौन खाऊ ओहो आम रातिर खाଇବା खाईदे सूर्यास्त्र कौन से मो पाटे होनी मो सूर्यास्त्र हेले ये खाइबे तरकारी केमती अच्छी कहून तो भल ए मो क्रेडिट नुह बोंगो क्रेडिट ए बापा मुझे शुक्लार क्रेडिट नेबी कैमरा बुले बोल पड़ी हुआ हाँ खाई चलो।